ଆଜି ଗୋଟେ ପ୍ରସଙ୍ଗରେ ଆମେ ଆଲୋଚନା କରିବା। ଏହି ପରିସ୍ଥିତି ଗୁଡିକରେ ନୀରବ ରହିବା ଶିଖନ୍ତୁ। କାରଣ ନୀରବ ରହିବାଟା ଅଧିକରେ ଆମର ଭଉଣୀ ମାନଙ୍କୁ ଶିଖିବାର ଆବଶ୍ୟକତା ରହିଛି। ଘରେ ଯଦି ବହୁତ କଥା କିଏ ହୁଅନ୍ତି, ଆମ ଭଉଣୀ ମାନଙ୍କର କଥା ହିଁ ବହୁତ ଥାଏ। ଭାଇ ମାନେ ବହୁତ ଅଳ୍ପ କଥା ହୁଅନ୍ତି, କିନ୍ତୁ ଭଉଣୀ ମାନେ ବହୁତ କଥା ହୁଅନ୍ତି। ଭାବନ୍ତୁ, ଏ ଦିନ ମାନଙ୍କରେ ଆମେ ଆମର ମାଙ୍କ ଘରେ ରହୁଛୁ। ଆମେ 9 ଜଣ ଏଠି ରହୁଛୁ, ମାତ୍ର 3 ଜଣ ପୁଅ ପିଲା ଆଉ ବାକି 6 ଜଣ ଝିଅ ମାନେ ଅଛୁ। ମାନେ କଣ ହେଉଥିବ ଭାବନ୍ତୁ। ଆମର ଖାଲି ପଚର 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 ଚାଲିଛେ, ସେମାନଙ୍କର କଥା ବହୁତ ଅଳ୍ପ। ଉଲ୍ଟା ହେଇଥିଲେ ମଧ୍ୟ ଝିଅ ମାନେ ଏକା ବେଶୀ କଥା କହିଥାନ୍ତେ। ଯଦି 6ଟା ପୁଅ ପିଲା ରହିଥାନ୍ତେ, 6 ଜଣ ପୁଅ ପିଲା ଆଉ 3 ଜଣ ଝିଅ ପିଲା ଥିଲେ ମଧ୍ୟ କଥା ବେଶୀ ଝିଅ ମାନଙ୍କର ଆକା। ଜଣେ ଥିଲେ ମଧ୍ୟ ଅଧିକ କଥା ଆମେ ହିଁ ହେଇଥାଏ। ତେଣୁ ଏ ପରିସ୍ଥିତି ଗୁଡିକରେ ଆମେ ନୀରବ ରହିବା, ଆମେ ଶିଖିବା। ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା, ପ୍ରଭୁ ସାହାଯ୍ୟ କର। ମୁଁ ଯେ ପ୍ରକାର କିଛି ପରିସ୍ଥିତି ଗୁଡିକକୁ ଆପଣ ମାନଙ୍କ ମଧ୍ୟରେ ରଖିବି, ସେଇ ପରିସ୍ଥିତି ଗୁଡିକରେ ଆମେ ନୀରବ ରହିବା, ଆମେ ଶିଖିବା। ଆମେ ଶିଖିନାଉ, ଅନେକ ଥର ଆମମାନଙ୍କ ଦେଇ ଭୁଲ ହେଇଛି, କିନ୍ତୁ ପ୍ରଭୁ ଆଜି ସାହାଯ୍ୟ କରନ୍ତୁ ଯେ ପ୍ରକାର ଆମ ଜୀବନରେ ଆମେ ସେ ବିଷୟ ଗୁଡିକକୁ ଆମେ ଅଭ୍ୟାସ କରିବା। ବାକ୍ୟରେ ଲେଖାଗଲା, ତୁମେ ନୀରବ ରୁହ, ଆମ୍ଭେ ତୁମ ନିମନ୍ତେ ଯୁଦ୍ଧ କରିବା, କାରଣ ଆମେ ଯୁଦ୍ଧ ବୀର ପରମେଶ୍ୱର। ଆମେ ଅନେକ ସମୟରେ ଭାବୁ ଯେ ଆମେ ବଡ ପାର୍ଟି କରିଦେଲେ, ଆମେ କିଛି କହିଦେଲେ ଆମେ ଜିତି ଯାଉଛୁ ବୋଲି। ଏ ଜଗତର ଲୋକ କହନ୍ତି ଜୋର ଯାର ମୂଲ କଥା। ମାତ୍ର ବାଇବଲ ଆମମାନଙ୍କୁ ଶିଖାଏ ଯେ ଯେଉଁମାନେ ସହ୍ୟ କରନ୍ତି ସେମାନେ ଧନ୍ୟ। ଆମକୁ ସହିବାର ଅଛି, ଆମକୁ ନୀରବ ରହିବାର ଅଛି। ତାହେଲେ ନୀରବତା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ କୃଷିୟ ଯାତ୍ରା ଯୋଉ ସମୟରେ କରୁଛନ୍ତି, କୃଷିୟ ଦଣ୍ଡ ଯୋଉ ସମୟରେ ସେ ତାଙ୍କ ଉପରକୁ ଦିଆଯାଉଛି, ସେ ସମୟରେ ମଧ୍ୟ ସେ ନୀରବି ମେଷ ତୁଲ୍ୟ ବୋଲି କୁହାଯାଉଛି। ସେ ନୀରବରେ ସମସ୍ତ ସହ୍ୟ କରିଥିଲେ। ପ୍ରିୟ ଭଉଣୀ ମାନେ, ଆମମାନଙ୍କର ଆଦର୍ଶ ମଧ୍ୟ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଯେ ପ୍ରକାର ନୀରବତାର ସହିତ ପରିସ୍ଥିତି ଗୁଡିକର ସାମ୍ନା କରୁଥିଲେ, ଆଜି ଆମମାନେ ମଧ୍ୟ ନିଜ ନିଜକୁ ଏ ପରିସ୍ଥିତି ଗୁଡିକରେ ଆମେ ନୀରବ ରହିବା। କେଉଁ ପରିସ୍ଥିତିରେ ଆମେ ନୀରବ ରହିବା? ଯୋଉ ସମୟରେ ଆମେ ରାଗି ଯାଇଥାଉ, ସେ ସମୟରେ ଆମେ ନୀରବ ରହିବାର ଆବଶ୍ୟକତା ରହିଛି। ହିତୋପଦେଶ 14:17 ଗୋଟେ କଥା ଲେଖା ଯାଉଛି, ପଢନ୍ତୁ। ଯେ ହଠାତ୍ କ୍ରୋଧୀ, ସେ ଅଜ୍ଞାନର କର୍ମ କରେ, ପୁଣି କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର। ହଁ, ଯୋଉ ସମୟରେ ଆମେ ରାଗି ଯାଉଥାଉ, ସେ ସମୟରେ କଥା ନ କହିବାଟା ହିଁ ଆମ ପାଇଁ ଭଲ। ରାଗିଥିବା ସମୟର କଥା କେମିତି ଥିବ? ଆମେ ରାଗ ଶାନ୍ତ ହେଲା ପରେ ଟିକେ ଭାବା ତ, ସେ କଥା ମୁଁ କହି ନଥିଲେ ଭଲ ହେଇଥାନ୍ତା। ଯୋଉ ସମୟରେ ଆମେ ବେଶୀ ରାଗି ଯାଇଥାଉ, କଣ ନାଇଁ କଣ ଆମେ କହିଦେଇଥାଉ, ମନ ଇଚ୍ଛା କଥା ମାନଙ୍କର ପାଟିରୁ ବାହାରି ଯାଇଥାଏ। ତାପରେ ଆମେ ବସି ଭାବୁଛି, ଏ କଥା ମୁଁ କହି ନଥିଲେ ଭଲ ହେଇଥାନ୍ତା। ବାକ୍ୟରେ ଲେଖା ଯାଉଛି, କ୍ରୋଧ କଲେ ତୁମେ, ଯୋଉ ସମୟରେ ଆମେ ପର୍ବତ ଉପଦେଶ ପଢୁଛୁ, କ୍ରୋଧ କଲେ ତୁମେ ନର୍କକୁ ଯିବ ବୋଲି ଲେଖା ଯାଉଛି। ମାତ୍ର ବାକ୍ୟକୁ ଟିକେ କୋହଳ କରିକିନା ଲେଖା ଯାଉଛି ଯେ ଏଫେସିୟ 4:26 ଆମେ ସମସ୍ତେ ସେଟା ଜାଣିଛୁ, କ୍ରୋଧ କଲେ ପାପ କର ନାହିଁ। କ୍ରୋଧ ହେବ, କ୍ରୋଧ ଲାଗିବ। ଯୋଉ ସମୟରେ କ୍ରୋଧ ଲାଗୁଛି, ଆମେ ନୀରବ ହେଇ ରହିଯିବା। ଯୋଉ ଜାଗାରେ ଯାହା ଦେଇ ଆମେ କ୍ରୋଧିତ ହଉଛୁ, ବା ଯୋଉ ପରିସ୍ଥିତି ଗୁଡିକ ଦ୍ଵାରା ଆମେ କ୍ରୋଧାନ୍ୱିତ ହଉଛୁ, ସେ ସମୟରେ ଆମେ ସେ ଜାଗାକୁ ପରିତ୍ୟାଗ କରିଦେଲେ ଭଲ ହେବ। ଆମର କ୍ରୋଧକୁ ଆମେ କେମିତି ଦେଖାଥାଉ? ଆମେ ବାର ବାର ସେ ଜାଗାକୁ ଯିବୁ, ଆମେ ଲାଗବା ପାଇଁ ଯିବୁ। ଆହୁରି ଆମେ ସେ ସ୍ଥାନରୁ ଦୂରକୁ ପଳେଇ ଯିବୁ ନାହିଁ, ଆମେ ରାଗିକିନା ଆହୁରି ତାର ପାଖକୁ ଯିବୁ। ଆମେ ନିଜକୁ ଶିଖେଇବାର ଅଛି ଯେ କ୍ରୋଧ ଯୋଉ ସମୟରେ ଆମେ ରାଗି ଯାଇଥାଉଛୁ, ସେ ସମୟରେ ଆମର ପାଟିକୁ ଆମେ ଚୁପ୍ କରିଥିବାର ଅଛି। ଦେଖନ୍ତୁ, ଯୋଉ ସମୟରେ ରାଗିଥିବେ, ସେ ସମୟରେ ପୁଅ ଝିଅକୁ ମଧ୍ୟ ବିଭିନ୍ନ ପ୍ରକାର କଥା ଆମମାନଙ୍କର ପାଟିରୁ ବାହାରେ। ମନ ଇଚ୍ଛା କଥା ଆମେ ସେମାନଙ୍କୁ କହିଦେଇଥାଉ। ପୁଅ ଝିଅ ଉପରେ ରାଗିଥିଲେ, ତୁ କେବେ ଭଲ ପଢିବୁ ନାହିଁ, ତୁ ଭଲଟା ନାହିଁ, ତୁ ଦୁଷ୍ଟଟା, ତୁ ଗଧଟା, ଏ ପ୍ରକାର କଥା। ଯୋଉ ସମୟରେ ଆମେ ପିଲାମାନଙ୍କର ରିଜଲ୍ଟ ଦେଖିଦେବୁ, ଅନ୍ୟ ପିଲାମାନେ ଯଦି ଆମର ପିଲାମାନଙ୍କ ଠାରୁ ଟିକେ ଅଧିକ ଆଣିଥିବେ, ସେ ସମୟରେ ମା ମାନେ କେତେ ରାଗିଯିବେ।
ଯଦି ଆମର ପିଲା ଯଦି କାହାପରେ ଯଦି କିଛି ଖରାପ ମିସବିହେଭ କରିଦେଲା, ଆମେ ରାଗି ଯାଇକିନା ବିଭିନ୍ନ ପ୍ରକାର ଭାଷା ସେମାନଙ୍କର ନିକଟରେ ଆମେ ବ୍ୟବହାର କରିଥାଉ। ଇଭେନ ଆମ ସ୍ୱାମୀଙ୍କ ପ୍ରତି ମଧ୍ୟ ଆମେ ରାଗିଯିବୁ ବୋଲେ ତୁମେ ଏମିତି ଟାକା, ତୁମର ହାତରେ କିଛି ଧରା ଦେବ ନାହିଁ, ତୁମେ ଆମକୁ ଆଣିଦ, ଏ ପ୍ରକାର ବିଭିନ୍ନ ପ୍ରକାର କଥା। ଅନେକ ଜଣଙ୍କୁ ବି କହିଲେ ତୁ ତ ଗୋଟେ ଭିକାରୀଟା ବୋଲି କହିଲେ, ସେ ତୁମ ସ୍ୱାମୀ ଯଦି ଭିକାରୀ ହେଲେ ତୁମେ କିଏ? ଭିକାରୀର ସ୍ତ୍ରୀ ଭିକାରୁଣୀ। ଆମେ ନିଜେ ନିଜକୁ ଘୋଷଣା କରୁଛୁ। ତେଣୁ ରାଗିଥିବା ସମୟରେ ଆମେ ଯେତେ କମ କଥା କହିବା ସେତେ ଭଲ ହେବ। ପ୍ରିୟ ଭଉଣୀ ମାନେ, ଆମ ଜୀବନରେ ଆମେ ଏସବୁକୁ ଆମେ ଅନେକ ସମୟରେ ରାଗିକି ନାହିଁ ସବୁ କଥା ଗୁଡିକ କହି ଆମ ନିଜ ଉପରେ କାକା ଆମେ ଅନେକ ସମୟରେ ଦଣ୍ଡ ଆଣୁଛୁ। ଯୋଉ ସମୟରେ ଆମେ ରାଗି ଥାଉଛୁ ନୀରବ ହେଇ ରହିବା ପାଇଁ ଆମେ ଶିଖା। ଯୋଉ ସମୟରେ ଆମେ ରାଗିଥିବୁ ବଡ ସାନ ଆମେ ମାନବୁ ନାହିଁ। ଆଦି ପୁସ୍ତକ 4ର ନ ପଢନ୍ତୁ, ଏ ଭାଇ ରାଗିକିନା କାହାକୁ କଣ କହୁଛନ୍ତି ଦେଖନ୍ତୁ। ପୁରା ରାଗରେ ତମ ହେଇଛନ୍ତି ଅନନ୍ତର ତାଙ୍କୁ। ସଦାପ୍ରଭୁ କଣ ଅନନ୍ତର ସଦାପ୍ରଭୁ କୈନଙ୍କୁ ପଚାରିଲେ, ତୁମ୍ଭ ଭାଇ ହେବଲ କେଉଁଠାରେ? ସେ କହିଲେ, ମୁଁ ଜାଣେ ନାହିଁ। ମୁଁ କଣ ମୋ ଭାଇର ରକ୍ଷକ? ହୁଁ, ମୁଁ ଜାଣେ ନାହିଁ। କାହାର ସହିତ ଏ କଥାବାର୍ତ୍ତା ହଉଛନ୍ତି? ପରମେଶ୍ୱରଙ୍କ ସହିତ। ପରମେଶ୍ୱର ଆସି ତୁ ରାଗିଛୁ ବୋଲି ପରମେଶ୍ୱର ଆସି ତାର ସହିତ କଥାବାର୍ତ୍ତା ହଉଛନ୍ତି। ସେ ସମୟରେ ସେ କଣ କରୁଛି? ମୁଁ କଣ ମୋର ଭାଇର ରକ୍ଷକ? କାହାର ସହିତ କଥାବାର୍ତ୍ତା ହଉଛି ଆମେ ଜାଣିପାରିବା ନାହିଁ। ରାଗି ଯାଇଥିଲେ ମୁଇଁ କହନ୍ତି ନାଇଁ କି ଅନେକ ଜଣ, ମୁଇଁ ଯଦି ରାଗି ଗଲି ବୋଲେ କହିବେ ସେ ଇନ୍ଦ୍ର ଚନ୍ଦ୍ରକୁ ମାନବି ନାହିଁ। ସେ ଇନ୍ଦ୍ର ଚନ୍ଦ୍ର କିଏ କି? ମୁଁ ସେମାନଙ୍କୁ ବି ମାନବି ନାହିଁ। ମୁଇଁ ରାଗିଲେ ବୋଲେ ନାହିଁ। ରାଗିଥିବା ସମୟରେ ଆମେ କଥା ନ କହିବାଟା ହିଁ ଆମ ପ୍ରତି ଭଲ। ଏଠି କଇନର କେତେ ଟେମ୍ପର। ଏକରେ ତ ହତ୍ୟା କରିଛି, ହତ୍ୟା କଲା ପରେ ପରମେଶ୍ୱର ତାଙ୍କୁ ପଚାରୁଛନ୍ତି ତମ ଭାଇ ହେବଲ କାହିଁ? ସେ କହିବ ମୁଁ କଣ ମୋର ଭାଇର ରକ୍ଷକ? ମୁଁ କଣ ତାର ଜଗୁଆଳି? ଆମେ ବି ସେ କହିବୁ ନା ହେଠି ପକେଟରେ ଧରି ବୁଲୁଥିଲେ ତ କୋଉଠି ପଡିଗଲା, ଏ ପ୍ରକାର କଥା ସେ କଣ କହୁଛନ୍ତି। ପ୍ରିୟ ଭଉଣୀ ମାନେ, ନିଜକୁ ଆମେ ଯୋଉ ସମୟରେ ଆମେ କ୍ରୋଧ କରିଥାଉଛୁ ସେ ସମୟରେ ଆମେ ନୀରବ ରହିବାଟା ଯଦି ହଉନାହିଁ ଘରେ ପଳେଇ ଆସନ୍ତୁ, ଆରାମ ସେ କବାଟ ବନ୍ଦ କରିଦେଇକିନା ପାଣି ପିଇ ପିଇ ନିଜର କ୍ରୋଧକୁ ଶାନ୍ତ କରନ୍ତୁ। କାରଣ ନୀରବ ରହିବା। ଯୋଉ ସମୟରେ ଆମେ ରାଗିଥିବା ସମୟରେ ଯୋଉ କଥା ଆମେ କହିବୁ ନାହିଁ ସେ କଥା ଏକା ସବୁଠାରୁ ଭଲ କଥା, ଆଉ ଯୋଉ କଥା କହିଥିବୁ ସେଟା ସବୁଠାରୁ ଖରାପ କଥା। ତେଣୁ ମୁଁ କହିବାକୁ ଚାହେଁ ଯୋଉ ସମୟରେ ଆମେ ରାଗି ଥାଉ ସେ ସମୟରେ ଆମମାନଙ୍କର ମୁଖକୁ ଆମେ ବନ୍ଦ କରୁ। କାରଣ ବାକ୍ୟରେ ଲେଖା ଗଲା, କ୍ରୋଧ କଲେ ତୁମେ ପାପ କର ନାହିଁ। କ୍ରୋଧ ଆସୁଛି ଆମେ ସାଙ୍ଗେ ସାଙ୍ଗେ ପରିତ୍ୟାଗ କରିବା। ଆଉ ସେ ସମୟରେ ଆମେ ଯେତେ ଆମେ କଥା ନ କହିଲେ ହିଁ ଭଲ ହେବ। ଆଉ ଗୋଟେ ବିଷୟ, ଯୋଉ ସମୟରେ ଆମର ସମ୍ମୁଖରେ ଥିବା ଲୋକ ରାଗିଥିବ ସେ ସମୟରେ ମଧ୍ୟ ଆମେ ନୀରବ ରହିଲେ ଭଲ ହେବ। ଉପଦେଶକ 7:9। କ୍ରୋଧ କରିବା ପାଇଁ ଆପଣ ଆତ୍ମାରେ ଚଞ୍ଚଳ ହୁଅ ନାହିଁ, କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ। ହଁ, ଯୋଉ ସମୟରେ ଲୋକ ରାଗି ଯାଇଥିବେ ସେ ଆହୁରି ନିଜ ଆୟତ୍ତରେ ନଥିବ, ସେ ଗୋଟେ ମୂର୍ଖ ଲୋକ ପରି ହେଇଯାଇଥିବ। ଯାହା ନାହିଁ ତାହା ସେ କରି ବସିବ। ତେଣୁ ରାଗିଥିବା ଲୋକ ସହିତ ମଧ୍ୟ ବେଶୀ କଥାବାର୍ତ୍ତା ନହେଲେ ଆମ ପାଇଁ ଭଲ। ବାକ୍ୟରେ ଲେଖା ଯାଉଛି 22 ହିତୋପଦେଶ 22:24, ରାଗଶୀଳ ଲୋକ ସହିତ ତୁମେ ଗମନ କର ନାହିଁ। ପଢନ୍ତୁ ସେ ପଦ ମଧ୍ୟ। ରାଗଶୀଳ ଲୋକ ସଙ୍ଗରେ ମିତ୍ରତା କର ନାହିଁ, ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ। 25। କଲେ ତୁମ୍ଭେ ଅବା ତାହାର ବାଟ ଶିକ୍ଷା କରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ। ହଁ, ରାଗିଥିବା ଲୋକ ସହିତ ମଧ୍ୟ ଆମେ କଥାବାର୍ତ୍ତା ନ ହେବାଟା ଆମ ପ୍ରତି ଭଲ। ଆମେ ଯୋଉ ସମୟରେ ରାଗଶୀଳ ଲୋକମାନଙ୍କ ସହିତ ଆମେ କଥା ହବୁ, ରାଗିଥିବା ଲୋକ ସହିତ କଥା ହବୁ, ବିଭିନ୍ନ ପ୍ରକାର ପରିସ୍ଥିତି ଗୁଡିକ କଣ ହେଇଯିବ, ବିଗିଡି ଯିବ। ଆମର କଥାବାର୍ତ୍ତା ହୁଏତ ତାର ରାଗ କୁଆରି ସେ କଣ ନିଆଁରେ ଘିଅ ଢାଳିଲା ପରି ହେଇପାରିବ। ତେଣୁ ଯୋଉ ସମୟରେ ରାଗିକି ନା କିଛି କହିଦଉଛନ୍ତି, ଲେଖାଗଲା ବାକ୍ୟରେ 15:1, କୋମଳ ଉତ୍ତର କ୍ରୋଧକୁ ଦମନ କରେ। ଯଦି ଆମର ଉତ୍ତର ଯଦି କୋମଳ ହେଲା ନାହିଁ, କଟୁ ବାକ୍ୟ ହେଲା ବୋଲି କହିଲେ ତାର ରାଗକୁ ଆହୁରି ଅଧିକ ବଢେଇ ଦେବ। ତେଣୁ ଆମେ ଅନ୍ୟମାନଙ୍କର ରାଗକୁ ଆମେ ଶାନ୍ତ କରିବା ଲୋକ ହେବା। ଯୋଉ ସମୟରେ ଲୋକ ରାଗିକିନା କଥା ହଉଛନ୍ତି, ଯଦି ସ୍ଵାମୀ ରାଗିଛନ୍ତି
कि शाशु रागिचंती कि बहु रागी किछि कहउचंती से समय आमे दी जण जाका जदी पार्टी करबा बेले आउरी से कलिटा बहुत बढ़ी जीव मात्र जणे रागी थिले जणे जदी आमे नीरव रहिबा एबे जणे रागी कि नाम को कहउथिबे केते समय से कहबे आमे नीरव रहिले तेनु आमे रागिले मध्य आमे कथा कहबा नै अन्य माने जदी हम सामने थिबा लोक रागिछंती ताहेले मध्य आमे नीरवता को आमे रक्षा करबा आमे नीरव रहिबा जो द्वारा परिस्थिति गुडी को ठीक थिबो आउ गोटे विषय तीतस 3 न वादानुवाद करबा समय रे नीरव रहबा हमको आर्गुमेंट करबा को बहुत भलो लागे से कहला मुई मिसा सुनेली मु कोन जानि नै इवन बाइबल विषय रे मध्ये हमें वादानुवाद करू किछि विषय को नै हमें वादानुवाद करि थाउ के जदी किछि कहला बेले आम भितरे आर्गुमेंट बहुत चली थाए ए आर्गुमेंट गुडी करू मध्ये आमान को रखिबा माने आर्गुमेंट समय रे मध्ये आमे जदी नीरव रहउछु बहुत भलो हेबो पढंतु तीतस 3 न କିନ୍ତୁ ବିତଣ୍ଡା ବାଦାନୁବାଦ ବଂଶାବଳୀ ବିରୋଧ ଓ ବ୍ୟବସ୍ଥା ବିଷୟକ ବାକ୍ଯୁଦ୍ଧରୁ ଅନ୍ତର ହୁଅ କାରଣ ସେହିସବୁ କ୍ଷତିଜନକ ଓ ଅସାର। वादानुवाद आमे आर्गुमेंट करी काहाको मध्ये जीति पारबानी डिबेट चालुची भल कथा विभिन्न प्रकार डिबेट गुडी को चलाउचंती आमे सोशल मीडिया गुडी करे देखुछु ए दिन मानकर बहुत डिबेट गुडी को से मान करूछंती करंतु किंतु आमे केबे मध्ये से वादानुवाद भितरे आमे पसिबा नै वादानुवाद कोन करे आमान को मध्ये विरोध जनाय से द्वितीय तिमोथी 2:23 रे लेखा गला पढंतु विरोध जन्माए बोली से स्थान लेखा जायछि ନିର୍ବୋଧ ଓ ବିତଣ୍ଡା ବାଦାନୁବାଦ ଯେ ବିରୋଧ ଜନ୍ମାଏ ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର। ଆମକୁ ଅଗ୍ରାହ୍ୟ କରିବାର ଅଛି ଯୋଉ ସମୟରେ ବାଦାନୁବାଦ ଚାଲୁଛି କିଛି ବିଷୟରେ କିଏ ଆର୍ଗୁମେଣ୍ଟ କରୁଛନ୍ତି ଆମେ ସେଟାକୁ ସ୍କିପ୍ କରି କଥାକୁ ବୁଲେଇବା ଯଦି ହେଉନାହିଁ ସେ ସ୍ଥାନରୁ ଆମେ ପଳେଇ ଆଇବାଟା ଭଲ आर्गुमेंट गुड़िकरे आमे पहुंचवा नहीं अनेक समय आमे लोक मानक बुझेबा पाई जाइथाउ विभिन्न प्रकार आर्गुमेंट लोक माने करंती तुमे चर्च काहे आसुन चर्च आस कहले से माने कहबे चर्च आइबा लोक जेंती न आइबा लोक सेंती बोली कहबे से समय से मानको बेसी आर्गुमेंट कले मध्य भलो से मानको सेमानको निमंते प्रार्थना करंतु मु जन को कहले चर्च आस बाइबल पढ़ो प्रार्थना करो तुम्हें बाइबल पढ़छ प्रार्थना करछ बोले तुम्हें पाप करू न कि बोले मते पचारली आमे पाप करूछु आमे बेसी पाप करूछु बोली आमे बार बार चर्च को जाइछु जेंति कि आमे पाप रु रक्षा पाई परबा बोली तुम्हें धार्मिक तो सेति पाई जाई पारुनो मात्र आमे ए सब अननेसेसरी बादानुवाद आमे का सहित करबा कथा नहीं बादानुवाद कौन करे केवल विरोध जन्मे सेटा परिवार मध्यरे हो कि मंडली मध्यरे हो कि आम पड़ोसी मानकर सहित हो कौन सी विषय निमंते मध्य आमे बादानुवाद करबा नै जदि बादानुवाद समय रे कथाटा याडे सेडे जाउची से समय रे माने नीरव रहिबा जो द्वारा कि आम भितरे से विरोधटा आउ जन्मिबो नै अनेक समय रे आमे बेसी कथा कहि देबु बोले आमे ज्ञानी परि हे जिवो बोली भाबो मात्र बेसी कथा कहबा लोक ज्ञानी नै पढंतु हितोपदेश 17:28 ଅଜ୍ଞାନ ହିଁ ତୁନି ହେଲେ ଜ୍ଞାନବାନ ଗଣିତ ହୁଏ ପୁଣି ସେ ଆପଣା ଅଷ୍ଟ ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ। आमे भाबु बेसी बड़ बड़ हेले लोक माने मते ज्ञानी बोली कहबे मात्र अज्ञान लोक मध्य नीरव रहिबो ताहेले से ज्ञानी बोली गणित हे जेबे से पचर कथबो तार भितरे किछि एका नथिबो मात्र ज्ञानी माने देखबे मंजी कथा कहबे गोटे पद कि दी पद कथा कहबे तांकर से कथा रे किछि दम थिबो किछि मूल्य माने किछि विषय शिखिबाटा थिबो मात्र जे माने बकबक बेसी होथिबे तांकर कथा बार्ता रखा बेसी कथा बार्ता हेले बहु वाक्य रे अधर्म रो अभाव न थाए आमे बेसी कथा कहबा माने न हेबा कथा गुडी को मध्य आमानकर पार्टीरु बाहरी पड़ु आउ अनेक समय आमे मूर्ख बोली मध्य गणित हेबो आको किछि जणा नै सेना खाली जुठी हेले मिसा बकर होछि मात्र ज्ञानी के जो माने
ମାନେ ମୂର୍ଖ ମାନେ ମଧ୍ୟ କେଉଁ ସମୟରେ ଜ୍ଞାନୀ ବୋଲି ଗଣିତ ହେବେ, ଯୋଉ ସମୟରେ ସେମାନେ ନୀରବ ହେଇ ରହିବେ। କୋଉ ବିଷୟରେ କିଛି ଆଲୋଚନା ଚାଲିଛି ତା ଉପରେ ଆମର କିଛି କମ୍ପ୍ଲିଟ ନଲେଜ ନାହିଁ, ସେ ସ୍ଥାନରେ ଆମକୁ କଥା କହିବାର କିଛି ଆବଶ୍ୟକତା ନାହିଁ। ସେ କୁହନ୍ତି ନାଇଁ କି ଅଳ୍ପ ବିଦ୍ୟା ଭୟଙ୍କର ଗଲା ପରେ, ଆମ ଭିତରେ ସେଟା କେବେ ନ ହଉ। ଆମେ କାହାର ଉପରେ କିଛି ନଲେଜ ଗେନ୍ କରିନାହୁଁ, ତାହେଲେ ସେ ବିଷୟରେ ଆମେ କିଛି କଥାବାର୍ତ୍ତା ମଧ୍ୟ ହେବାର ଆବଶ୍ୟକ ନାହିଁ। ଆମେ ଜାଣିନାହୁଁ, ଆମେ ନୀରବ ରହିବା। ଯୋଉ ନୀରବ ରହିବା ଦ୍ଵାରା ଆମେ ଜ୍ଞାନୀ ବୋଲି ଗଣିତ ହେବା। ବେଶୀ କଥା କହିବା ଲୋକ ଯେ ଜ୍ଞାନୀ ତାହା ନୁହେଁ। ନୀରବତା ଆମେ ଶିଖିବାର ଅଛି ଯେକୌଣସି ସମୟରେ। ଯୁକ୍ତି ତର୍କ ନାହିଁ, ବାଦାନୁବାଦ ନାହିଁ। ଆମେ ଯାହା ଉପରେ ଆମମାନଙ୍କ ମଧ୍ୟରେ କିଛି ଜ୍ଞାନ ନାହିଁ, ସେ ସମୟରେ ଆମମାନେ ନୀରବତାକୁ ଆମେ ରକ୍ଷା କରିବା। ଆଇବ 13:5 ଆଇବ କଣ କହୁଛନ୍ତି ପଢନ୍ତୁ। ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ, ତାହା ତୁମମାନଙ୍କର ଜ୍ଞାନ ସୂଚକ ହୁଅନ୍ତା। ହଁ, ସେ କହୁଛନ୍ତି ତୁମମାନେ ଯଦି ନୀରବ ହେଇ ରହିଥାନ୍ତ, ତାହେଲେ ତୁମମାନେ, ତାଙ୍କର ମିତ୍ର ମାନେ କହୁଛନ୍ତି, ତମମାନଙ୍କର ପ୍ରତି ଜ୍ଞାନ ସୂଚକ ହେଇଥାନ୍ତା। ସେମାନେ ଆସି ଆଇବଙ୍କର ଦୁଃଖ ସମୟରେ ଆସିକିନା ଆଇବଙ୍କୁ କଣ କରୁଛନ୍ତି, ବିଭିନ୍ନ ପ୍ରକାର ଭାଷଣ ସେମାନେ ମାନେ କହୁଛନ୍ତି, ବିଭିନ୍ନ ପ୍ରକାର ତୁମେ ଏମିତି ହେଇଥିବା, ଆଇବ ତୁମ ଜୀବନରେ ପାପ ଥିବାରୁ ପରମେଶ୍ୱର ତୁମକୁ ଦଣ୍ଡ ଦେଇଛନ୍ତି, ଏ ପ୍ରକାର ବିଭିନ୍ନ ପ୍ରକାର କଥା କହି ଆଇବଙ୍କ ସହିତ ସେମାନେ କଥା ହଉଛନ୍ତି। ସେ ସମୟରେ ଆଇବ କହୁଛନ୍ତି, ଯେବେ ତୁମ୍ଭେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ, ତାହା ତୁମ୍ଭମାନଙ୍କର ଜ୍ଞାନ ସୂଚକ ହୁଅନ୍ତା। ଆମେ ମଧ୍ୟ ବିଭିନ୍ନ ସମୟରେ ଯୋଉ ଜାଗାରେ ଗଲେ ମଧ୍ୟ ଆମମାନଙ୍କର ପାଟିକୁ ଆମେ ବଡ କରି ମେଲା କରିବା ଦ୍ଵାରା ଅନେକ ସମୟରେ ଆମମାନେ ଅଜ୍ଞାନୀ ବୋଲି ମଧ୍ୟ ଗଣିତ ହେଇଥାଉ। ତେଣୁ ହିତୋପଦେଶ 13:3 ଲେଖାଗଲା, ମୁଁ ମୋର ମୁଖ ଆଗରେ ପ୍ରହରୀକୁ ନିଯୁକ୍ତ କରିବି। ଏ ମୁଖ ଆଗରେ କଣ ରଖିବାର ଅଛି, ଗୋଟେ ଗାର୍ଡ କୁ ଆମେ ରଖିବାର ଅଛି। ଯୋଉ ସମୟରେ ଆମେ କୁଆଡେ ଯାଉଛୁ, ସାଧାରଣତଃ ମେଡିକାଲ ଯିବା ସମୟରେ ଆମେ ଦେଖୁଛୁ ଗାର୍ଡ ମାନେ ଜଗିଥାନ୍ତୁ, କେତେବେଳେ ଭିତରେ ଯିବେ, କେତେବେଳେ ଭିତରୁ ବାହାରିବେ। ଠିକ ସେମିତି ଆମର ମୁଖ ଆଗରେ ମଧ୍ୟ ଗୋଟେ ଆଡଭର୍ଟାଇଜ ଆସୁଥିଲା, ବୋଧେ ସେ ଜିପ୍ ବାଲା ଆଡଭର୍ଟାଇଜ, କଣ ଗୋଟେ ଖାଇଲେ ପୁରା ମୁହଁ ବନ୍ଦ ହେଇଯାଉଥିଲା। ସେମିତି ଆମର ମୁଖକୁ ମଧ୍ୟ ସେ ଜିପ୍ ଲଗାଇଥିବାର ଅଛି, ଚେନ୍ ଗୋଟେ ଲଗାଇଥିବାର ଅଛି। ଯେତେବେଳେ ଇଚ୍ଛା ସେତେବେଳେ ଆମେ ଖୋଲିବା, ଯେତେବେଳେ ଦରକାର ନାହିଁ ସେ ସମୟରେ ଆମେ, ଇଚ୍ଛା କଥା ନାହିଁ, ଯେତେବେଳେ ଦରକାର ସେ ସମୟରେ ଆମର ମୁଖକୁ ଆମେ ଖୋଲିବା, ଆଉ ଯେତେବେଳେ ଦରକାର ନାହିଁ ସେ ସମୟରେ ଆମର ମୁଖକୁ ଆମେ ବନ୍ଦ ରଖିବା। ଆମେ ନୀରବ ରହିବାଟା ଶିଖିବା। ମୁଁ ଆପଣ ମାନଙ୍କୁ କହୁଥିଲି, ଯୋଉ ସମୟରେ ଆମେ ରାଗିଛୁ ସେ ସମୟରେ ଆମ ମୁଖକୁ ନୀରବ ରଖିବା। ଯୋଉ ସମୟରେ ଆମ ସମ୍ମୁଖରେ ଥିବା ବ୍ୟକ୍ତି ରାଗିଛନ୍ତି ସେ ସମୟରେ ଆମେ ନୀରବ ରହିବା। ଆଉ ଯୋଉ ସ୍ଥାନରେ ବେଶୀ ବିଭିନ୍ନ ପ୍ରକାର ବାଦାନୁବାଦ ହଉଛି ସେ ସମୟରେ ନୀରବ ରହିବା, କାରଣ ବାଦାନୁବାଦ କଣ କରେ, ବିରୋଧ ଜନ୍ମାଏ। ଆଉ ଯୋଉ ସମୟରେ ଆମେ ନୀରବ ରହିବା ସେ ସମୟରେ ଆମେ ଜ୍ଞାନୀ ବୋଲି ଗଣିତ ହବା। ତେଣୁ ଆସନ୍ତୁ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁ ମୋର ମୁଖ ଆଗରେ ଗୋଟେ ପ୍ରହରୀକୁ ତୁମେ ନିଯୁକ୍ତ କର। ପ୍ରଭୁ ଗୋଟେ ଚେନ୍, ଏ ପ୍ରକାର ଚେନ୍ କୁ ଲଗାଅ, ଯୋଉ ସମୟରେ ଦରକାର ସେ ସମୟରେ ହିଁ ମୋର ମୁଖ ଫିଟିବ। ଏ ପ୍ରକାର ଆମେ ହେବାର ଆବଶ୍ୟକତା। ଆମେ ଝିଅ ପିଲା ଯଦି ତ କୋଉଠି ବସି ଗଲୁ ବେଲେ କେତେ ଯେ କଥା ଆମେ ହେଇଯାଇଥିବ, ତାପରେ ବସି ଭାବିଲା ବେଳେ ଏତିକି କଥା କହିଛି କି, ସେ କଥା ଭିତରୁ ଅଯଥା କଥା ଯେ କେତେ ଥିବ, ମଞ୍ଜି କଥା ଅଳ୍ପ ଗୋଟେ କି 2 ଲାଇନ ଥିବ, ମାତ୍ର ବିଭିନ୍ନ ପ୍ରକାର ବିଷୟରେ ଆମେ ଅନେକ ସମୟରେ କଥାବାର୍ତ୍ତା ହେଇଥାଉ। ତେଣୁ ଏ ସମୟ ଗୁଡିକରେ ଆମମାନଙ୍କର ମୁଖକୁ ଆମେ ନୀରବ ରଖୁ। ଆଉ ଏଫେସୀୟ 4:31 ପଢନ୍ତୁ। ଯୋଉଟା କି ଆମ ସମସ୍ତଙ୍କୁ ବହୁତ ସମସ୍ତ ପସନ୍ଦ। ସମସ୍ତ ପଢନ୍ତୁ। ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ, ଅନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମମାନଙ୍କ ଠାରୁ ଦୂର ହେଉ। ହଁ, ସେଠି ଗୋଟେ ପଦ ଆସୁଛି ନିନ୍ଦା। ଯୋଉ ସମୟରେ ଅନ୍ୟର ନିନ୍ଦା କରାଯାଉଛି ସେ ସମୟରେ ଆମେ ନୀରବ ରହିବା। ଯଦି କୋଉ ଜାଗାରେ ଅନ୍ୟ କାହା ବିଷୟରେ କୁହାଯାଉଛି ସେ ସମୟରେ ଆମେ ନୀରବ ରହିବା। ମୁଁ କହେ, ପରନିନ୍ଦା ବା ପରଚର୍ଚ୍ଚା ଏ ପ୍ରକାର ଗୋଟେ ବିଷୟଟେ, ଯେତେ ସବୁ ପାପ ଆମେ କରୁ ଆମ ନିଜ ପାଇଁ ଆମେ କରିଥାଉ। ପରନିନ୍ଦା ଆମେ ଅନ୍ୟ ପାଇଁ କରି ଆମେ ତା ନିମନ୍ତେ ଆମେ ତାର ବୁରାଇ ଆମେ ଅନ୍ୟ ମାନଙ୍କର ଆଗରେ ଆମେ କହି ବୁଲିଥାଉ।
ଏବେ ମୁଁ ଯଦି ମିଛ କହିଲି ମୋ ନିଜ ପାଇଁ କହିଲି, କି ଚୋରି କଲି ମୋ ନିଜ ପାଇଁ କଲି, ମୋ ନିଜର କ୍ଷତି ହେବ। ମାତ୍ର ଯୋଉ ସମୟରେ ଆମେ ପର ନିନ୍ଦା କରୁଛୁ ସେ ସମୟରେ କାର କ୍ଷତି ଆମେ କରୁଛୁ? ଯୋଉ ବ୍ୟକ୍ତିର ଆମେ କରୁଛୁ ନିନ୍ଦା ତାର ଆମେ କ୍ଷତି କରୁଛୁ। ତେଣୁ ଆମେ ଯୋଉ ସମୟରେ ଆମ ଭିତରେ ଯଦି ନିନ୍ଦା କୋଉଠି ପରଚର୍ଚ୍ଚା ହଉଛି ସେ ସ୍ଥାନରେ ଆମେ ନୀରବ ରହିବା, ହେବ କହିଲେ ସେ ସ୍ଥାନ ଛାଡି ଆମେ ପଳେଇଲେ ଆମ ପାଇଁ ଭଲ ହେବ। ହିତ ଉପଦେଶ ଲେଖାଗଲା 12:18 ପଢନ୍ତୁ। କାହାର କାହାର ବାଚଳତା ଖଡ୍ଗ ଘାତକ, ପରି ମାତ୍ର ଜ୍ଞାନୀର ଜିଭା ସ୍ୱାସ୍ଥ୍ୟଜନକ। ଯୋଉ ସମୟରେ ବଚସା କରାଯାଏ, ଅନ୍ୟ ବିରୁଦ୍ଧରେ କଥାବାର୍ତ୍ତା ହୁଏ, ସେଟା କାହା ସହିତ ତୁଳନା କରାଯାଉଛି? ଖଡ୍ଗାଘାତ ବା ହତ୍ୟା ସହିତ ତୁଳନା କରାଯାଉଛି। ଆମେ ଯଦି କାହାର ବଚସା କରୁଛୁ, କାହା ବିରୁଦ୍ଧରେ କଥାବାର୍ତ୍ତା ହଉଛୁ, ସେ କଥାବାର୍ତ୍ତା ଗୁଡିକକୁ ସେଟା କାହାର କାହାର ବାଚଳ ମାନେ କଣ? ଖଡ୍ଗାଘାତ ତୁଲ୍ୟ। ଆମେ ମାନେ କାହା ସହିତ ମଧ୍ୟ ଆମେ କାହା ବିରୁଦ୍ଧରେ ମଧ୍ୟ ଆମେ କେବେ କାହା ସହିତ କଥାବାର୍ତ୍ତା ହେବା ନାହିଁ। ସେ ସମୟରେ ଆମେ ଦେଖନ୍ତୁ, ପ୍ରାକ୍ଟିସ କରନ୍ତୁ। ଏ ପାଟି ଏମିତି ଲାଗୁଥିବ କ କ କ କ ପରି ଲାଗିବ। କାହା ସହିତ କଥା ହେଲେ ମଧ୍ୟ ଆଜି କେମିତି ଆମେ ଗସିପ କରିନାହୁଁ ଏମିତି ଲାଗିବ। ମାତ୍ର କିଛି ଦିନ ପରେ ସେଟା ଅଭ୍ୟାସ ହେଇଯିବ। ଆମେ ଯଦି କିଛି ସମୟ ମିଶିଲା ପରେ ଆମେ ଆଜିକାଲି କେମିତି ଆମେ ସ୍ପେସିଫିକ ଲୋକମାନଙ୍କର ସହିତ ଆମେ ପର ନିନ୍ଦା କରୁଛୁ, ସମସ୍ତଙ୍କର ସହିତ ଏବେ କରୁନୁ। କାରଣ ଆମେ ଏବେ କଣ ହେଇଯାଇଛୁ? ଧାର୍ମିକ ହେଇଯାଇଛୁ। ବା ମୁଁ ଯଦି ଅନ୍ୟମାନଙ୍କର ଆ ସହିତ ଗସିପ କରିବି, ତା ସହିତ ଗସିପ କରିବି ବୋଲେ ଆଜି ପାଳକ ଆମର ପାଷ୍ଟର ଏମିତି ଟାକି ଏ ମିଶା ପର ନିନ୍ଦା କରୁଛି ବୋଲେ ଆମେ ଲୋକମାନଙ୍କୁ ବାଛି ବାଛି କିଛି ଜଣଙ୍କ ସହିତ ଆମେ କରୁଛୁ। ସେ କିଛି ଜଣଙ୍କ ସହିତ କରବାଟା ମଧ୍ୟ ଆମେ କଣ କରବାର ଅଛି? ଟିକେ ଆମେ ପ୍ରାକ୍ଟିସ କରବା। ମୁଁ ମଧ୍ୟ ଏଠି ସାମିଲ ହଉଛି ହେଲା, ଯେ ଆପଣ ମାନଙ୍କୁ ଖାଲି କହୁଛି ତାହା ନୁହେଁ, ମୁଁ ନିଜକୁ ମଧ୍ୟ ଏସବୁ ବାକ୍ୟ ଦ୍ଵାରା ମାନେ ନିଜକୁ ନିଜେ ମଧ୍ୟ ଆମେ କଥା କଣ ଏସବୁ ବିଷୟ ଦ୍ଵାରା ଆମେ ଶିଖିବାର, ଆମେ ପ୍ରାକ୍ଟିସ କରିବା ଯେ ନାଇଁ ଆମେ କରିବା ନାହିଁ। ଯଦ୍ୱାରା କି ଆମର ପାଟିକୁ ଆମେ ନୀରବ ରଖବା। ଆଉ ପ୍ରଭୁ ଏଥିରୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଗୀତ ସଂହିତା 50:19 ଲେଖାଯାଏ, ବାକ୍ୟ ବାପା ଏ ବାକ୍ୟ ହେଲା ପରେ ମୁଁ ଯୋଉ ସମୟରେ ଆମମାନଙ୍କର ସାମ ଭାଇ ବୋଧେ ପ୍ରଚାର କର, ସାମ ନା ମାଥ୍ୟୁ ବ୍ରଦର ଯୋଉ ସମୟରେ ପ୍ରଚାର କରୁଥିଲେ, ପୁରା ବହୁତ ହାର୍ଟ ଟଚିଂ ଲାଗିଥିଲା ମତେ। 50ର ତୁମ୍ଭେ 19-22 ପଢନ୍ତୁ। ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢାଉଅଛ ଓ ତୁମ୍ଭର ଜିଭା ପ୍ରବଚନ କଳ୍ପନା କରେ। 22 ଯାଇ ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ, ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ, ତୁମ୍ଭେ ଏହି ସବୁ କରି ଆସିଅଛ, ଆମ୍ଭେ ନୀରବ ହୋଇ ରହିଅଛୁ। ତହିଁରେ ଆମ୍ଭେ ସର୍ବତ ଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ। ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହା ସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା। ହେ ପରମେଶ୍ୱରଙ୍କୁ ପାସରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର, ନହେଲେ ଆମ୍ଭେ ତୁମ୍ଭକୁ ବିଦୀର୍ଣ୍ଣ କରିବା, ପୁଣି ଉଦ୍ଧାର କରିବାକୁ କେହି ନଥିବ। ଦେଖନ୍ତୁ, ମାନେ ପରଚର୍ଚ୍ଚା କରିବାଟା, ଭାଇର ନିନ୍ଦା କରିବାଟା, ଭଉଣୀର ନିନ୍ଦା କରିବାଟା କେତେ ଗୁରୁତ୍ୱର ପାପ। ଏ ଯାକ କହୁଛନ୍ତି ଯୋଉମାନେ ପରମେଶ୍ୱରଙ୍କୁ ପାଶରି ଥିବା ଲୋକ ହିଁ ସେମାନେ ନିନ୍ଦା କର। ଆମେ କଣ ନିନ୍ଦା କରି ପରମେଶ୍ୱରଙ୍କୁ ପାଶରି ଯାଇଛୁ କି? ଆମେ କହୁଛୁ କି ପ୍ରଭୁ ତୁମେ ନାହିଁ ବୋଲି ଆମେ କହୁଛୁ କି? ହେଲା, ତୁମେ ଆପଣ ଭାଇ ବିରୁଦ୍ଧରେ ବସି କଥା କହୁଛ, ତୁମେ ଆପଣ ମାତୃପୁତ୍ରର ନିନ୍ଦା କରୁଛ, ତୁମେ ଏହି ସବୁ କରି ଆସିଅଛ, ଆମେ ନୀରବ ହୋଇଅଛୁ। ପରମେଶ୍ୱର ନୀରବ ହୋଇ ସବୁ ଦେଖୁଛନ୍ତି। ତହିଁରେ ଆମ୍ଭେ ସର୍ବତ ଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ, ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା, ତାହା ସବୁ ତୁମ ସାକ୍ଷାତରେ ସଜାଇ ରଖିବା। ପରମେଶ୍ୱର ଏମିତି ଗୋଟେ ସମୟ ଆଇବ, ଆମକୁ ଅନେକ ଥର ଅନୁଯୋଗ କରୁଛନ୍ତି, ଏଇଟା ଠିକ ନାହିଁ ରେ ମା, ଏଇଟା ଠିକ ନାହିଁ, ତୁ କର ନା ବୋଲି ସେ ଅନୁଯୋଗ କରିଛନ୍ତି। ଆଉ ତାହା ତୁମ୍ଭ ସାକ୍ଷାତରେ ସଜାଇ ରଖିବା, ସେ ସବୁ ଆମମାନଙ୍କୁ ଦେଖାଇଛନ୍ତି। ଆମମାନେ କଣ କଣ କରିଛୁ, କାହା ବିରୁଦ୍ଧରେ କଥା ହେଇଛୁ। ହେ ପରମେଶ୍ୱରଙ୍କୁ ପାଶରିବା ଲୋକମାନେ, ତୁମ୍ଭେ ମାନେ ଏହା ବିବେଚନା କର। ଏବେ କଣ ତୁମେ ପରମେଶ୍ୱରଙ୍କୁ ପାଶରି ଯାଇଛ ବୋଲି ଅନ୍ୟମାନଙ୍କର ନିନ୍ଦା କରୁଛ? ଏବେ ବସି ବିବେଚନା କର, ଏବେ ସମୟ ଅଛି, ଆଜି ସୁଧୁରି ଯାଅ।
आज परमेश्वर पुनर्बार आमको से सब मन पकाई दौरान आज पुनर्बार से आमको अनुयोग करुँच आज समय अच्छी तुम मैंने सुधरी जाओ नहिले आम्भे तुमको विदीर्ण करवा पुणी उद्धार करने को कहीं नथिबे जदि एथिरु आमे बाहरुनु एथिरु आमे सुधरी जाउनु ताहले आमनको पय उद्धार करबा पय आउ केही नथिबे प्रिय माने वाक्य गुड़िक को आमको जीवन रे आमे रखु आ प्रभु को कहबा एसबु टाण कथा जाक जदि आमकर भितरे आइब नहीं ताहले आमे एथिरु बाहरी पारबा नहीं सेथिपाई परमेश्वर आज आमकर सहित कथा होचंती तुमे अन्यर निंदा करबा समय रे तुमे नीरव रु आम प्रभु जीशु ख्रीस्ट आमे जेमती से आम चाहती जे आमे नीरव रहिबा आमे अन्यर केबे मध्य आमे निंदा करबा नाही अन्य विरुद्ध रे आमे केबे मध्य कथाबार्ता हेबा नाही हितोपदेश रे आहरी गोटे कथा लेखा गला जे परचर्चा करबाटा अन्यर निंदा करबाटा सेटा केंती अमृत परे काने काने कथा कहबाटा अमृत तुल्य ताहा हृदय रो अंतरालय को चले जे बहुत मजा लगे अन्य मानक विरुद्ध रे कथाबार्ता हेबाटा अन्य मानकर गसिप करबाटा मानक बहुत भल लगे मात्र ए स्थान रे वाक्य लेखा जाउची सेटा बहुत भल लागुची तो मानको जो समय अन्य मानकर विषय कथा हेले तुमर कान को हाय हाय लागुची आउरी टिके कहिथांता कि आउरी टिके कहिथांता कि बोला पर लागुची मात्र जो समय रे आमे गीत संहिता को पढुछु से समय रे आमे देखुछु जे तुमे जदि सिठिरु बाहर न सिठिरु तुमे उद्धार हो न बेले तू आउरी तुमको के उद्धार करबा पाई के नथिबे परमेश्वर कोन करबे आमनको विदीर्ण करिवे आ उद्धार करबा पे आमनको मध्यरे केही नथिबे तेनु से जेते मजा लागले मध्य अनेक गुडे पाप आमनको करबा बहुत मजा लगे बहुत आमे एन्जॉय करी 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 किना माने करिथाउ सिठिरु मजा लागले मध्य ए पापरु जदि आमाने बाहरु नाहु आमनकर मुख को आमे बंद रखु नाहु तापरे ए प्रकार एक समय आसीबो जो समय रे कि परमेश्वर आमनको एबे नीरव लेख आमे नीरव हेचु तुमको अनेक थर अनुयोग कलुनु ए विषय रे मात्र एबे जाय जदि तुमे सुधरु ना हो एबे जाय मध्य बसी विवेचना करी सेठिरु बाहरी न हो ताहले उद्धार करबा पई के नथिबे आसंतु प्रिय भौणी माने आमे निज निज को आजि अनुयोग करू निज निज को आमे विवेचना करू आ सेठिरु आमे बाहरिबा पई प्रभुଙ୍କ ठारू आमे साहाय्य मागिबा से पवित्र आत्मा को कहबा मोर मुखरे तुमे प्रहरी नियुक्त कर जो समय अन्यर निंदा करा जाउछि मोर मुखरे मु से चेन को लगेई देबी ए प्रकार आमे प्रार्थना करो आमे निजे केही मध्य पारबा नाही प्रिय भौणी माने ए सब विषय रे आमे निजे केही केही जणे मध्य माने निज बळ रे निज शक्ति रे आमे पारबा नाही मात्र सहायकारी पवित्र आत्मा को प्रभु आमान को देइछंती आमे कहबार अछि मोर जीवा को तुमरे बस रे रखो आ से निश्चित रूपे आमान को से सहाय्य करबे आउ गोटे विषय रे आमे नीरव रहिबा जो समय लोक माने आमान को निंदा करूछंती से समय मध्य आमे नीरव रहिबा शिखबा ए निंदा पाइबा समय से फेरी निंदा कले नहीं बहुत सुंदर एग्जांपल प्रथम पीतर 2:22-23 आमे पढ़िबा हालेलुया थैंक यू जीसस से कौनसी पाप कले नाही कि अबा ताहांको मुखरे कौनसी छळ कथा नथिला से निंदा पाइबा समय रे फेरी निंदा कले नाही दुख भोग करबा समय रे प्रतिहिंसा करबा को भय देखाइले नाही किंतु न्याय विचार कर्तांको हस्तरे समस्त विषय समर्पण कले प्रकृत रे प्रिय भौणी माने से फेरी निंदा कले नहीं न्याय विचार कर्तांकर हस्तरे समस्त विषय समर्पण करते आज एटा को मध्य हम जीवन रे आमे प्रैक्टिस करबा मु कहबा को चाहे जो समय रे लोक माने आमानकर विरुद्ध रे उठिचंती मु जदि सेमानकर प्रतिशोध नेची बा सेमान को किछि सुनेची ताहले सेंती किछि फलाफल मु देखि पारने चाहो से कहले मु छाड़ी देबी मु कहबी एका बोले मु गोटे मन भितरे आश्वासन पाइछि मात्र जो समय रे लोक माने आमानकर विरुद्ध रे उठंती आ मु नीरव रुहे मु परमेश्वरकर कार्य को देखे लेखा जाउछि रोमियो 12:19 रे प्रतिशोध निय नै प्रतिशोध पाई स्थान छाड़ी दियो एबे लोक माने अनेक समय रे आमको निंदा करंती आम विरुद्ध रे उठंती आम विषय रे विभिन्न प्रकार कथा याडे सियाडे कहि बुलंती से समय रे मध्य हमें नीरव रहबा हमको कहा को सफाई देबार आवश्यकता किछि नै मु सेंती की
मते एंती बोली कहउछंती ना हमको कहबा दरकार नहीं। हमर परमेश्वर अछंती से जीवित परमेश्वर से आमनकर सपक्षर युद्ध करबे। मु प्रथम जे प्रकार कहले तुम्बे नीरव रुए आम्भे तुम निमंते युद्ध करबा। आउ हमर परमेश्वर आज जाए गोटे मध्य युद्ध से हारी नाहंती। खाली एतकी जे हमर युद्ध को मध्य तांकर हाथ रे दे देबार अछि। प्रभु से माने एंती एंती मते कहउछंती मते एंती निंदा करूछंती तुमे टिके बुझ बोली कहले हमर परमेश्वरंकर सही जाइछंती कि से देखबे नै कि से निश्चित रूपे हम सपक्षरे से लढिबे। आमे जदि ठीक रे अछु आ आम विरुद्ध रे के निंदा प्रकट करूची परमेश्वर अंध हे जाई नांती बा परमेश्वर सोई नांती जे तांकर पिला मान को ऊपर के जदि आंगुठ देखाउची मिछ एलिगेशन गुडी को लागुची ताहले से नीरव हे रो नांती। से परमेश्वर देखुचंती आ से उपयुक्त समय रे से प्रतिफल नेबा परमेश्वर अटंती। आ से शुद्ध मूल सहित से प्रतिशोध देबे। तापरे आपन को निजुको ही तापरे प्रार्थना करबे से मान को पय प्रभु से मान को जीवन रे सेंती काहे की होची दया करो राजा सिठुरु तुमे उद्धार करो सिठुरु तुमे बाहर करो बोली कहबे। तुमे प्रार्थना कले तापरे जाय से माने से समस्या गुडी करू बाहरबे। तेणु का सहित आमे लागिबाकू जाए कारण आमे जानिଛୁ ବାକ୍ୟରେ ଏଫେସିୟ 6 12 ଆମମାନଙ୍କର ଯୁଦ୍ଧ କଣ ରକ୍ତ ମାଂସ ବିରୁଦ୍ଧରେ ନାହିଁ ମର୍ତ୍ତ୍ୟ ବିରୁଦ୍ଧରେ ନାହିଁ। ଆମ ଯୁଦ୍ଧ ପଢନ୍ତୁ କାରଣ ଆମମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ କିନ୍ତୁ ଆଧିପତ୍ୟ ବିରୁଦ୍ଧରେ କର୍ତ୍ତାପଣ ବିରୁଦ୍ଧରେ ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ। ଆଜି ଅନେକ ସମୟରେ ଆମେ ରକ୍ତ ମାଂସ ସହିତ ଲଢି ଲଢି ଆମମାନଙ୍କର ପାୱାର କୁ ଏ ପ୍ରକାର କରିଦେଇଛୁ ଯେ ଯୋଉ ସମୟରେ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ହବ ସେ ସମୟରେ ଆମେ ହାଲେଇ ଯାଇଥାଉଛୁ। ଆମ ପାଖରେ ଆଉ ବଳ ରହୁନାହିଁ। ଯୋଉ ସମୟରେ ଲୋକମାନେ ଆମମାନଙ୍କୁ ନିନ୍ଦା କରୁଛନ୍ତି ସେ ଲୋକ ଆମର ନିନ୍ଦା କରୁନାହାନ୍ତି ତାର ଭିତରେ ଗୋଟେ ମନ୍ଦ ଆତ୍ମା ପଶି ସେ କଣ କରୁଛି ତାକୁ ସେ ସବୁ କରାଉଛି। ଆମେ ତାର ସହିତ ଲଢବା ନାହିଁ ତାର ପଛରେ ରହି କାର୍ଯ୍ୟ କରୁଥିବା ସେ ମନ୍ଦ ଆତ୍ମା ସହିତ ଆମମାନଙ୍କୁ ଲଢବାର ଅଛି। ଏ ଦିନ ମାନଙ୍କରେ ମୁଁ ଶିଖୁଛି ଆଉ ସେ ମନ୍ଦ ଆତ୍ମା ଗୁଡିକ ସହିତ ମୁଁ ଫାଇଟ କରୁଛି। ଆମେ ଫାଇଟ କରବାର ଅଛି ମନ୍ଦ ଆତ୍ମା ମାନଙ୍କର ସହିତ ଆମକୁ ଆମର ସହିତ ଯେ ଲାଗୁଛି ତା ସହିତ ଆମେ ଲାଗବାର ନାହିଁ। ଆମ ବିରୁଦ୍ଧରେ ଯେ ଯାଉଛି ତା ବିରୁଦ୍ଧରେ ଆମେ ଯିବା କଥା ନାହିଁ ମାତ୍ର ତାକୁ ଯେ କରାଉଛି ଯୋଉ ମନ୍ଦ ଆତ୍ମାଙ୍କ ଦ୍ଵାରା ସେ ପରିଚାଳିତ ହେଇ ଆମ ବିରୁଦ୍ଧରେ ଉଠୁଛି ତା ସହିତ ଆମମାନଙ୍କୁ ଫାଇଟ କରବାର ଅଛି ପ୍ରିୟ ଭଉଣୀ। ତେଣୁ ଆମେ ଶିଖିବା ଯେ ଆମେ କାହା ସହିତ ମଧ୍ୟ ଆମମାନେ ଯୋଉ ସମୟରେ ଲୋକମାନେ ଆମମାନଙ୍କ ସହିତ ଆମମାନଙ୍କୁ ନିନ୍ଦା କରୁଛନ୍ତି ଆମମାନଙ୍କୁ ଅପମାନିତ କରୁଛନ୍ତି ବା ଆମ ସହିତ ଲାଗୁଛନ୍ତି ସେ ସମୟରେ ଆମେ ନ ଲାଗି ଆମେ ନୀରବ ରହିବା ଶିଖିବାର ଅଛି। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ନିନ୍ଦା ପାଇବା ସମୟରେ ସେ କିଛି ଭୁଲ କରିଥିଲେ କି ସେ କିଛି ମଧ୍ୟ ଭୁଲ କରିନାହାନ୍ତି ମାତ୍ର ଦୁନିଆର ସବୁଠାରୁ ଅପମାନ ଜନିତ ମୃତ୍ୟୁ ତାଙ୍କୁ ଦିଆଯାଉଛି। ସେ ସମୟରେ ସେ ନୀରବ ରହୁଛନ୍ତି। ଆମେ ଅନେକ ସମୟରେ ମୁଁ ଆଉ କେତେ ସହିବି ତମକୁ କ୍ରୁଶରେ ତ ଚଢାଇ ଦେଇନାହାନ୍ତି ନା ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ତ କ୍ରୁଶରେ ନେଇ ଟାଙ୍ଗି ଦେଲେ। କେତେ ଅପମାନର ବିଷୟ ଦୁନିଆର ସବୁଠାରୁ ଅପମାନର ମୃତ୍ୟୁ ହେଲା କ୍ରୁଶରେ ଚଢବାଟା। ସେଇ ଅପମାନ ଜନିତ ସେ ମୃତ୍ୟୁ ଦଣ୍ଡକୁ ସହ୍ୟ କରୁଛନ୍ତି ସେ ଅପମାନକୁ ସେ ଯୋଉ ସମୟରେ ସହ୍ୟ କରୁଛନ୍ତି ଆମେ ତାଙ୍କୁ ଫଲୋ କରୁଛୁ ଆମେ କାହିଁକି ସହ୍ୟ କରିବାନି। ପ୍ରଭୁ ସାହାଯ୍ୟ କର। ଅନେକ ସମୟରେ ଆମେ ଭାବୁ ଏମିତି କହିଥିଲେ ମୁଁ ସହିଥାନ୍ତି ଏଟା ମତେ କେତେ ଅପମାନ କରୁଛି ମୋର ନାଁକୁ ଏ କାହିଁକି ଏମିତି ବଦନାମ କରୁଛି। ଆମେ ଭାବୁ ଯେତେ ବଦନାମ କରିବାର ଅଛି କରନ୍ତୁ ଯେତେ ଆମର ନାଁକୁ ତଳେ ପକାଇବାର ଅଛି ପକାନ୍ତୁ ଏମିତି ଗୋଟେ ସମୟ ଆଇବ ଯେ ପ୍ରଭୁ ସେ ଅପମାନ ଉପରେ ଆମମାନଙ୍କୁ ଠିଆ କରିବେ ସେମାନଙ୍କର ସମ୍ମୁଖରେ ଆମମାନଙ୍କୁ ସେ ଠିଆ କରିବେ ଆହୁରି ସେ ଆମମାନଙ୍କର ଅପମାନକୁ ସେ ଦୂର କରିବା ପରମେଶ୍ୱର ଆମର ଅପମାନକୁ ଦୂର କରିବା ପରମେଶ୍ୱର ସେ ଅଟନ୍ତି। ଆଜି ଲୋକମାନେ ଆମମାନଙ୍କୁ ନିନ୍ଦା କରୁଛନ୍ତି ଲୋକମାନେ ଆମମାନଙ୍କୁ ପରିହାସ କରୁଛନ୍ତି କିଛି କାମ କରିବା ସମୟରେ ମଧ୍ୟ ଅନେକ ସମୟରେ କହିବେ ଯୋଉ ସମୟରେ ନିହିମିଆ ପ୍ରାଚୀର ତିଆରି କରୁଛନ୍ତି ତାଙ୍କୁ ଖବର ପଠାଯାଇଛି ତୁମର ପ୍ରାଚୀର ବନାଉଛ ବିଲୁଆ ଚଢିଲେ ପଡିଯିବ ବିଭିନ୍ନ ପ୍ରକାର ଟାହଲି ଟାପରା କରୁଛନ୍ତି। ସେ ସମୟରେ ନିହିମିଆ କରୁଛନ୍ତି ମୁଁ ଗୋଟେ ମହତ କାର୍ଯ୍ୟ କରୁଛି ମୁଁ କେମିତି ତଳକୁ ଆସି ତୁମମାନଙ୍କର ସହିତ ଲାଗିବି। ଆମେ ମଧ୍ୟ କହିବାର ଅଛି ଆମେ ଗୋଟେ ବଡ କାମରେ ଅଛୁ
आम लेवल आ तुम लेवल सेतिकी नहीं तुमे जहा कहीदेव आमे आसी तुम सहित आमे लागबू नहीं एबे आमानकर प्रधानमंत्री को केते ट्रोल करा होची माने बड़ बड़ नेता मान को बड़ बड़ स्टार मान को केते विषय रे तांको केते प्रकार ट्रोल करा होची तांकर विरुद्ध रे कार्टून तैयारी करचंते से माने समस्तकर सहित लागबा पे जाउ नंते काहे कि ना से माने जानचंते आमर लेवल हाई लेवल आ जो माने आमर सहित लागुचंते सेमानकर लेवल कोन तळे अछि तेणु आमे सेमानकर सहित लागि आमर लेवल को आमे ମାନେ ତଳକୁ କରବାର ନାହିଁ ଆମେ ଗୋଟେ ମହାନ କାମ କରୁଛୁ ସେ କାମ ଛାଡିକିନା ଆମର କାମ ଆମେ ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ ଆମେ ଲଢୁଛୁ ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ ଆମମାନଙ୍କର ଯୁଦ୍ଧ ସେ ଯୁଦ୍ଧକୁ ଛାଡି ଏ ଛୋଟ ମାଛି ମାରି ଆମର ହାତ କାହିଁକି ଆମେ ଗନ୍ଧେଇବା ତେଣୁ ମୁଁ ଆଜି କହିବାକୁ ଚାହେଁ ଆମେ ନୀରବ ରହିବା ଶିଖିବା ଯୋଉ ସମୟରେ ଲୋକମାନେ ଆମମାନଙ୍କୁ ନିନ୍ଦା କରୁଛନ୍ତି ଯୋଉ ସମୟରେ ଲୋକମାନେ ଆମମାନଙ୍କୁ ପରିହାସ କରୁଛନ୍ତି ଆମମାନଙ୍କୁ ଅପମାନିତ କରୁଛନ୍ତି ସେ ସମୟରେ ଆମେ ନୀରବ ରହିବା ଆଣ୍ଠୁରେ ଆସିବା ପାରୁଛନ୍ତି ବୋଲି କହିଲେ ଉପବାସ ନିଅନ୍ତୁ ମାତ୍ର ସେମାନଙ୍କ ସହିତ ଲାଗିବା ପାଇଁ ଚାହାନ୍ତୁ କାରଣ ଆମର ଯୁଦ୍ଧ ରକ୍ତ ମାଂସ ବିରୁଦ୍ଧରେ ନାହିଁ ଆମର ଯୁଦ୍ଧ ଆମ ଭାଇ ବିରୁଦ୍ଧରେ ନାହିଁ ଆମର ଯୁଦ୍ଧ ଆମର ଭଉଣୀ ସହିତ ନାହିଁ ଆମର ଶାଶୁ ମାଙ୍କର ସହିତ ନାହିଁ କି ଆମର ସ୍ୱାମୀଙ୍କ ସହିତ ନାହିଁ ଆମର ଯୁଦ୍ଧ ସେମାନଙ୍କର ପଛରେ କାମ କରୁଥିବା ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ କୋଉ ସ୍ୱାମୀକୁ ଇଚ୍ଛା ଯେ ତା ସ୍ତ୍ରୀକୁ ମାରିବ ବୋଲି କି କୋଉ ସ୍ୱାମୀକୁ ଇଚ୍ଛା ମଦ ପିଇ ଆସିକିନା ଘରେ ପିଲା ମାଇକିନା ଅଶାନ୍ତି କରିବି ବୋଲି କାହାକୁ ମଧ୍ୟ ଇଚ୍ଛା ନାହିଁ ମାତ୍ର ସେମାନଙ୍କ ମଧ୍ୟରେ ଗୋଟେ ମନ୍ଦ ଆତ୍ମା କାର୍ଯ୍ୟ କରି ମନ୍ଦ ଆତ୍ମା ପଶି ସେମାନଙ୍କୁ ସେ ସବୁ କରାଉଛି ସେ ମନ୍ଦ ଆତ୍ମାର ଯୀଶୁଙ୍କ ନାମରେ ମୋର ସ୍ୱାମୀକୁ ତୁମେ ଉଦ୍ଧାର କର ମୋ ଭାଇକୁ ତୁମେ ଉଦ୍ଧାର କର ମୋର ଭଉଣୀକୁ ତୁମେ ଉଦ୍ଧାର କର ଆମର ପରମେଶ୍ୱର କଣ କରିବେ ନାହିଁ ଆଜିଠୁ ଆମେ ଯୁଦ୍ଧ ଏଲାନ କରିବା ଆମ ଭାଇ ବିରୁଦ୍ଧରେ ଯୁଦ୍ଧ କରୁଥିଲୁ ଆମର ଭଉଣୀ ସହିତ ଯୁଦ୍ଧ କରୁଥିଲୁ ଆମ ସ୍ୱାମୀଙ୍କ ସହିତ ବା ଆମ ଯା ସହିତ ବା ଆମ ଶାଶୁ ଶ୍ୱଶୁର ଯାହା ସହିତ ଆମମାନଙ୍କର ଲଢେଇ ଚାଲିଥିଲା ସେ ଲଢେଇକୁ ଆଜି ଆମେ ବନ୍ଦ କରିବା ଆଉ ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବା ତାଙ୍କ ପଛରେ ଯୋଉ କାର୍ଯ୍ୟ କରାଉଥିବା ସେଇ ମନ୍ଦ ଆତ୍ମା ବିରୁଦ୍ଧରେ ଆଜି ଯୁଦ୍ଧ ଆମେ ଘୋଷଣା କରିବା ଆମେ ସେମାନଙ୍କ ଆଗରେ ନିଜକୁ ଆମେ ନୀରବ ରଖିବା ଦେଖିବେ ଆମେ ଅନେକଙ୍କର ଯୁଦ୍ଧ ଆମେ ଭାବୁ ଆମେ କଥା କହିକିନା କାହାକୁ ସଫେଇ ଦେଇକିନା ଆମେ ତାଙ୍କୁ ଜିତିବୁ କେବେ ମଧ୍ୟ ସେଟା ହେବ ନାହିଁ ପ୍ରିୟ ଭଉଣୀ ମାନେ ଆମେ ପ୍ରେମ ଦେଖେଇକିନା ମାନେ ଅନ୍ୟମାନଙ୍କୁ ଜିତି ପାରିବା ଆମେ ଲଢି ଲଢି ଆମେ ହାଲିଆ ହେଇଯିବା ଯୋଉ ସମୟରେ ମଶା ଗୋଟେ ଗୋଟେ ମୁଥ ମାରି ମାରି କେତେ ବର୍ଷରେ କେତେ ଲୋକ ସେ ମାରିଥାନ୍ତି ମାତ୍ର ଯୋଉ ସମୟରେ ପରମେଶ୍ୱରଙ୍କର ହସ୍ତରେ ସମର୍ପଣ କରିଦେଉଛି କେତେ ଜଣଙ୍କର ମୁଖ ଆପଣ ମାନେ ବନ୍ଦ କରିବେ କାର ମୁଖକୁ ଆପଣ ମାନେ ବନ୍ଦ କରିବେ ଆମେ ଅନେକ ସମୟରେ ଏତେ ଇନସିକ୍ୟୁର ଫିଲ୍ କରୁଛୁ କିଏ କାର ଘରକୁ ଗଲେ ଏଟା ମୋର ବିଷୟରେ ଆକା କଥାବାର୍ତ୍ତା ହଉଥିବେ କେବେ ତ ଯାଉନଥିଲେ ଏବେ ଏମିତି ଘଟିଛି ବୋଲି ଯାଉଛନ୍ତି ବୋଲି ବିଭିନ୍ନ ପ୍ରକାର ବିଷୟ ଗୁଡିକ ଆମମାନଙ୍କ ମନ ମଧ୍ୟରେ ଚାଲେ ତା ଉପରେ ଆମେ ଆସିବା କିଏ ନିଜର ତ ଟେନସନ ଥିବ ସେମାନେ କାର ଘରକୁ ଗଲେ କୋଉଠି ଚା ପିଇଲେ ପାଣି ପିଇଲେ ସେ ସବୁ ଚିନ୍ତା ଆମମାନଙ୍କର ଭିତରେ ପଶେ ଆମେ ଅନେକ ସମୟରେ ବହୁତ ବ୍ୟତିବ୍ୟସ୍ତ ହେଇଯାଇଥାଉ ମାତ୍ର ଯୋଉ ସମୟରେ ମୂଷା ପରମେଶ୍ୱରଙ୍କର ହସ୍ତରେ ନିଜକୁ ସମର୍ପଣ କରୁଛନ୍ତି ଏକାଥରକୁ ଫାରର ସୈନ୍ୟକୁ ଆରେ ଫାରକୁ ପରମେଶ୍ୱର ବୁଡେଇକିନା ମାରି ଦଉଛନ୍ତି ଆସନ୍ତୁ ପ୍ରିୟ ଭଉଣୀ ମାନେ ଆମମାନଙ୍କର ଅସ୍ତ୍ର ନୀରବତା ହଉ ମୁଁ ଆଉ ଗୋଟେ ବାକ୍ୟ ପ୍ରଚାର କରିଥିଲି ଆପଣ ମାନଙ୍କର ମନରେ ଥିବ ନୀରବତାର ଶକ୍ତି ବୋଲି ପ୍ରକୃତରେ ଆମେ ବେଶୀ କଥା କହିଲେ ଯେ ଆମେ ଜିତି ଯିବୁ ତାହା ନାହିଁ କଥା କହି ଜାଣିଛି ବୋଲି ଜିତି ଯାଉଛି ବୋଲି ଅନେକ ସମୟରେ କୁହନ୍ତି ମାତ୍ର ସେ ସେତିକିରେ ଆକା ସେ ରହିଯିବ ମାତ୍ର ଆମେ ଯୋଉ ସମୟରେ ନୀରବ ହୋଇ ଶୋଇଯିବା ପ୍ରଭୁ ଆମମାନଙ୍କର ସହିତ ଅଛନ୍ତି ସେ ଆମମାନଙ୍କର ଯୁଦ୍ଧ ବୀର ପରମେଶ୍ୱର